ଫାଇନାଲି ଆଜି ଆମର ହଳ ଧରା ହେଲା। ରଜ ବି ପାଖେଇଲାଣି, ଧାନ ବୁଣାବୁଣି ଷ୍ଟାର୍ଟ ହେଇଯିବ। ଚାଷୀମାନଙ୍କର ତ ଏହା ହିଁ କାମ, ହଳ ଧରିକି ଚାଷ କରିବେ। ଚାଷ ଏଇ ବର୍ଷକୁ ୱେଟ୍ କରିଥାନ୍ତି। ଏବେ ଆମର ଷ୍ଟାର୍ଟ ହେଇଗଲା ହଳ ଧରା ବି, ଚାଷମାନେ ଧାନ ବୁଣା ବି ଷ୍ଟାର୍ଟ ହେଇଯିବ ରଜ ପରେ ପରେ। ଆମ କ୍ଷେତ ପାଖରେ ମୁଁ ଗୋଟେ ଆମ୍ବ ଗଛ ଲଗେଇଥିଲି। ମୁଁ ଭାବୁଥିଲି କେବେ ଗଛ ବଡ଼ ହେବ, କେବେ ଆମ୍ବ ହେବ, କେବେ ମୁଁ ଦେଖି ଆଜି ଏଇ ବର୍ଷ ଆମ୍ବ ଆସିଛି। ମୁଁ ଦେଖି ବହୁତ ଖୁସି ହେଉଛି। ଚାଲନ୍ତୁ ଦେଖିବା କେମିତି, ଦେଖନ୍ତୁ କେମିତି ଆମ୍ବ ଆସିଛି। ଏଇ ବର୍ଷ ହିଁ ଫାଷ୍ଟ ଆମ୍ବ ଆସିଛି। ବହୁତ ଖୁସି ଲାଗୁଛି। ଖୁସି ତ ଲାଗିବ ନା, ଗଛ ଲଗେଇଥିବା ଗଛରେ ଯଦି ଫଳ ଆସେ ବହୁତ ଖୁସି ଲାଗେ ନା। ଆମେ ଗଛକୁ ସବୁ ନଷ୍ଟ କରୁଛନ୍ତି। ଗଛ ଏମିତି ଲଗେଇ ଗଛ ସବୁ ସୁରକ୍ଷିତ ରଖିବା। ମୁଁ ତ ଏବେ ଗଛ ଲଗାଇବା ଷ୍ଟାର୍ଟ କରିଦେଉଛି। ଗଛ ଆମ ପାଇଁ ବହୁତ ଭଲ। ମୁଁ କ୍ଷେତ ଦେଖି ଯିବା ପରେ ପରେ ଆମ ବାଡ଼ିରେ ପଶିକି ଗାଈମାନେ ସବୁ କିଛି ପନିପରିବା ସବୁ ନଷ୍ଟ କରିଦେଇଛନ୍ତି। ହଁ ସାଙ୍ଗମାନେ, ଚାଷ ଦିନରେ ଚାଷୀମାନଙ୍କର ବହୁତ କିଛି ନଷ୍ଟ ହୋଇଯାଏ। ଆମ ଗାଁରେ ଚାଷୀମାନଙ୍କର ହାତୀ ଆସନ୍ତି, ହାତୀ ବହୁତ କିଛି ନଷ୍ଟ କରିଦିଅନ୍ତି। ସେଥିପାଇଁ କ୍ଷେତ ପାଖରେ ଏଥର ସରକାର ଆମ ଗାଁକୁ ଲାଇଟ୍ ବ୍ୟବସ୍ଥା କରିଛନ୍ତି। ଲୋକମାନେ ଦେଖି ବହୁତ ଖୁସି ହେଉଛନ୍ତି। ଚାଷୀମାନେ ବି ଦେଖି ବହୁତ ଖୁସି ହେଉଛନ୍ତି। ଥ୍ୟାଙ୍କ ୟୁ ଆମ ଗାଁକୁ ଲାଇଟ୍ ବ୍ୟବସ୍ଥା କରିଥିବାରୁ ବହୁତ ବହୁତ ଧନ୍ୟବାଦ। ହଁ ସାଙ୍ଗମାନେ, ଆମେ ଗଛ ସବୁକୁ ନଷ୍ଟ କରିଦେଉଛନ୍ତି। ଗଛରୁ ଆସୁଥିବା ପବନ ଆମକୁ ଯେମିତି ଶାନ୍ତି ଲାଗିଥାଏ, କ'ଣ ଫ୍ୟାନ୍ ଏସିରେ ସେମିତି ଶାନ୍ତି ଲାଗିଥାଏ। ସେଥିପାଇଁ ଆମେ ଗଛକୁ ନଷ୍ଟ ନ କରିକି ଗଛକୁ ସୁରକ୍ଷିତ ରଖିବା, ଗଛ ଲଗେଇବା। ମୁଁ ତ ଭାବୁଛି ଏବେଠାରୁ ମୁଁ ଗଛ ଲଗାଇବା ଷ୍ଟାର୍ଟ କରିଦେବି। ଆପଣମାନେ ବି ସେମିତି କରିବେ ନା? ସିଓର କରନ୍ତୁ, ଗଛ ଲଗାନ୍ତୁ। ବହୁତ ଭଲ ଭଲ କାମ। ଗଛ ଲଗାଇବାରେ ଯେ ମଜା ଥାଏ, କ'ଣ ଗଛ କାଟିବାରେ ସେମିତି ମଜା ଥାଏ ନା କ'ଣ? ମୋତେ କିନ୍ତୁ ଗଛ ଲଗାଇବାକୁ ଭାରି ଭଲ ଲାଗେ।